ମନୁଷ୍ୟ ପୁତ୍ରଙ୍କର ଆଗମନ ସମୟରେ ସେ ପ୍ରକାର ଘଟିବ। କାରଣ ଜଳପ୍ଲାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନ ପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ପ୍ରବୃତ୍ତ ଥିଲେ, ପୁଣି ଜଳପ୍ଲାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣିନଥିଲେ, ମନୁଷ୍ୟ ପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ। ଆମେନ୍। ଆମେନ୍। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପ୍ରଭୁ, ତୁମ ପବିତ୍ର ନାମର ଧନ୍ୟବାଦ ଏବଂ ପ୍ରଶଂସା କରୁ। ଆଜିର ଏହି ପ୍ରାତଃକାଳର ଚିନ୍ତନ ନିମନ୍ତେ ତୁମେ ଆମମାନଙ୍କୁ ଯେଉଁ ବାକ୍ୟ ଦେଇଛ, ତାହାର ଗଭୀର ଆତ୍ମିକ ବିଷୟ ବୁଝିବା ନିମନ୍ତେ ତୁମେ ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ କର। ପବିତ୍ର ଆତ୍ମାଙ୍କର ଚାଳନା, ଚେତନା ଏବଂ ବୁଝିବାର ଶକ୍ତି ଦିଅ। ପ୍ରଭୁ, ତୁମେ ମୋତେ ବ୍ୟବହାର କରି ତୁମର ପ୍ରିୟଜନ ମାନଙ୍କ ସମ୍ମୁଖରେ ତୁମେ କହିବାକୁ ଚାହୁଁଥିବା ବାକ୍ୟ ପରିବେଷଣ କର। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ। ଏହି ସମସ୍ତ ନିବେଦନ ନିତ୍ୟ ଜୀବିତ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗି, ଆମେନ୍। ଆମେ ଏଇଟା ନିଶ୍ଚିନ୍ତ ଭାବରେ ଅନେକ ଥର ଶୁଣିଛୁ। ଏ ବାକ୍ୟାଂଶ ଏମିତି କିଛି ନୂଆ ବିଷୟ ନୁହେଁ। ଆମେ ଆଜି ବିଶେଷ କରି 37 ପଦ ଉପରେ ଆଧାର କରି କିଛି ବିଷୟ ଶିଖିବା ପାଇଁ ଯିବା। 37 ପଦରେ ଲେଖାଯାଏ, ଆଉ ନୋହଙ୍କ ସମୟରେ ଯେ ପ୍ରକାର ଘଟିଥିଲା, ମନୁଷ୍ୟ ପୁତ୍ରଙ୍କର ଆଗମନ ସମୟରେ ସେ ପ୍ରକାର ଘଟିବ। ତେବେ ଆମେ ଏଇ ପଦଟିକୁ ପଢି ଏମିତି ବାହାରି ଯାଉ, ଆମେ ଚେଷ୍ଟା କରିବାକୁ ଜାଣିବାକୁ ଚେଷ୍ଟା କରିବା ନୋହଙ୍କ ସମୟରେ ଏମିତି କଣ ଘଟିଥିଲା, ଆଉ ସେଇ ସବୁ ଜିନିଷ ବର୍ତ୍ତମାନ ବା ସେଇ ସବୁ ବିଷୟ ବା ସେ ସବୁ ପରିସ୍ଥିତି ସେ ସବୁ ବର୍ତ୍ତମାନ ଘଟୁଛି କି ନାହିଁ। ତେଣୁ ଯଦି ଆ ବିଷୟ ଜାଣିବା ପାଇଁ ଚାହିଁବେ, ତାହେଲେ ନୋହଙ୍କ ସମୟରେ କଣ ସବୁ ହଉଥିଲା ଆଦି ପୁସ୍ତକ ତାର 6 ପର୍ବ ଆପଣମାନେ ଘରେ ଆରାମରେ ପଢିପାରିବେ। କେବଳ ଆବଶ୍ୟକ ଅନୁସାରେ ଗୋଟେ ଦିଟା ଅଂଶ ସେଥିରୁ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହିଁବି। ଯଦି ଆମେ ନୋହଙ୍କ ସମୟକୁ ଅନୁଧ୍ୟାନ କରୁ, ନୋହଙ୍କ ସମୟକୁ ଆମେ ନିରୀକ୍ଷଣ କରୁ ବାଇବେଲ ଅନୁସାରେ, ତାହେଲେ ପ୍ରଥମ ବିଷୟ ହେଲା ଆପଣମାନେ ଦେଖିବେ ଯେ ସେହି ସମୟରେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବୃହତ୍ ଥିଲା। ଆଦି ପୁସ୍ତକ ତାର 6 ପର୍ବ 5 ପଦ 11 ପଦ ଏବଂ 12 ପଦ ଯେତେବେଳେ ଆମେ ପଢୁ, ସେତେବେଳେ ଆମେ ଜାଣୁ ଯେ ପୃଥିବୀରେ ସେହି ସମୟରେ ନୋହଙ୍କ ସମୟରେ ମନୁଷ୍ୟର ଦୁଷ୍ଟତା ଅତି ବୃହତ୍ ଥିଲା। କିଏ ଯଦି ପାଇବେ ତାହେଲେ ଟିକେ ପଢିବେ, ମୁଁ ନହେଲେ ପଢି ଦଉଛି। ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ, ଆଉ ତାହାର ଅନ୍ତଃକରଣ ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। 11 ପଦ, ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା। 12 ପଦ, ପୁଣି ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ ତାହା ଭ୍ରଷ୍ଟ ହୋଇଅଛି, ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି। This was the condition of the world at the time of Noah. ନୋହଙ୍କ ସମୟରେ ମନୁଷ୍ୟ ଅତି ଦୁଷ୍ଟ ଥିଲା, ତାର ଅନ୍ତଃକରଣ ଅବିରତ ମନ୍ଦ ଥିଲା, ତାର ଚିନ୍ତନରେ, ତାର କାର୍ଯ୍ୟରେ, ତାର କଥାରେ, ତାର ଚାଲିଚଳନରେ ପ୍ରଭୁଙ୍କ ପ୍ରତି ଭୟ ଆଦୌ ନଥିଲା, ପ୍ରଭୁଙ୍କ ପ୍ରତି ସମ୍ମାନ ଆଦୌ ନଥିଲା, ପ୍ରଭୁଙ୍କ ବିଷୟରେ ଚିନ୍ତା କରିବାର ଆଦୌ ମନୋବୃତ୍ତି ନଥିଲା। ଆଉ ସିଏ ଦୁଷ୍ଟତାରେ ପରିପୂର୍ଣ୍ଣ ଥିଲା। ଆଉ ଆକୁ ଏଇ ଯୋଉ ଦୁଷ୍ଟତା ଆମେ ଦେଖୁଛୁ, ଯଦି ନୋହଙ୍କ ସମୟରେ ଏତେ ଥିଲା, ଆଉ ଡେ ବାଇ ଡେ, ଦିନ ପ୍ରତିଦିନ ଯୁଗ ଅନୁସାରେ ବା ସମୟ ଗଡିଯିବା ଅନୁସାରେ ମନୁଷ୍ୟର ଦୁଷ୍ଟତା କମିବା ବଦଳରେ ବରଂ ତାହା ବୃଦ୍ଧି ପାଇବାରେ ଲାଗିଛି। ଆମେ ଏବେ ଅନ୍ୟମାନଙ୍କ ହିସାବରେ ଆମେ କିନ୍ତୁ କଳି ଯୁଗ, ବର୍ତ୍ତମାନର କଳି ଯୁଗରେ ଘୋର କଳି ଯୁଗ ଆମେ କହୁ। କାରଣ ମନୁଷ୍ୟ ଏତେ ଦୁଷ୍ଟତା ମନ୍ତ୍ର ଭିତରେ ଭର୍ତ୍ତି ହେଇଯାଇଛି। ଛୋଟ ଛୋଟ ବିଷୟକୁ ନେଇ, ସାମାନ୍ୟ ବିଷୟକୁ ନେଇ ଆପଣ ହତ୍ୟା ପର୍ଯ୍ୟନ୍ତ ଯାଉଛି। ମୁଁ ପହର ଦିନ ଗୋଟେ ଛୋଟ ନ୍ୟୁଜଟେ ଦେଖୁଥିଲି। ତା ବାପା ଛୁଇଁ ବିକିକିରି 400 ଟଙ୍କା ଘରେ ରଖିଥିଲା। ତା ପୁଅ ଆସି ବାପାକୁ ସେ 400 ଟଙ୍କା ମଦ ପିଇବା ପାଇଁ ମାଗିଲା, ଆଉ ସେ 400 ଟଙ୍କା ବାପା ନ ଦେବା ଯୋଗୁଁ ତାକୁ ବାଉଁଶରେ ପରେ ସେ ଯୋଉ ଆମେ ଚୁଲି ଫୁଙ୍କା ନଳି ସେଇଥିରେ ବାଡେଇକି ମାରିଦେଲା, only for 400 rupees। ମନୁଷ୍ୟ ଏତେ ଦୁଷ୍ଟତା ଭିତରେ, ଏତେ ଦୁଷ୍ଟ ହେଇଯାଇଛି ବା ତା ଭିତରେ ଏତେ ଦୁଷ୍ଟତା ପରିପୂର୍ଣ୍ଣ ହେଇଯାଇଛି ଯେ
400 ଟଙ୍କା ପାଇଁ ମଧ୍ୟ ନିଜ ଜନ୍ମ କଲା ବାପାଙ୍କୁ ହତ୍ୟା କରିବା ପାଇଁ ସେ ପଛଉନାହିଁ। ତେଣୁ ନୋହଙ୍କ ସମୟରେ ଯଦି ଲୋକଙ୍କ ଭିତରେ ଦୁଷ୍ଟତା ପ୍ରଚଣ୍ଡ ମାତ୍ରାରେ ଥିଲା, ଆଜି ଦିନରେ ଯେତେବେଳେ ଆମେ କମ୍ପେୟାର କରୁଛୁ ମନୁଷ୍ୟର ଦୁଷ୍ଟତା ଆହୁରି ଅଧିକ ହେଇଯାଇଛି। ସେଥିପାଇଁ ମାଥ୍ୟୁ ତାର 24 ପର୍ବ 12 ପଦରେ ଯୀଶୁ କହନ୍ତି, ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହେଇଯିବ। ଲୋକମାନେ ଏବେ କେବଳ ବାହ୍ୟ ରୂପରେ ସୋସିଆଲ ମିଡିଆରେ ଦେଖେଇବା ପାଇଁ ହଉ କିମ୍ବା ଅନ୍ୟମାନଙ୍କ ସମ୍ମୁଖରେ ଦେଖେଇବା ପାଇଁ କାହାକୁ ପ୍ରେମ କଲା ଭଳି ବା କାହାକୁ ଭଲ ପାଇଲା ଭଳି ବା କାହା ସହିତ ଭଲ ସମ୍ପର୍କ ଥିଲା ଭଳି ଦେଖାନ୍ତି, କିନ୍ତୁ ମନ ଭିତରେ ତାଙ୍କ ପ୍ରତି ଈର୍ଷା, ତାଙ୍କ ପ୍ରତି ହିଂସା, ତାଙ୍କ ପ୍ରତି ଅସହନଶୀଳତା ନିଶ୍ଚିତ ଭାବରେ ପରିପୂର୍ଣ୍ଣ ହେଇଯାଇଛି। ଆଉ ସେଥିପାଇଁ ଦ୍ୱିତୀୟ ତିମୋଥୀ ତାର 3 ପର୍ବ 1 ରୁ 5 ପଦରେ ମଧ୍ୟ ଶେଷ କାଳରେ ଅଧାର୍ମିକତା ବିଷୟରେ, ଶେଷ କାଳର ଅଧାର୍ମିକତା କେତେ ମାତ୍ରାରେ ବୃଦ୍ଧି ପାଇବ, ଲୋକମାନଙ୍କର ମାନସିକତା କି ପ୍ରକାର ହବ, ଲୋକମାନଙ୍କର ଜୀବନ ଶୈଳୀ କି ପ୍ରକାର ହବ, ଲୋକମାନଙ୍କର ଚିନ୍ତନ କି ପ୍ରକାର ହବ, ସେ ବିଷୟରେ ଲେଖାଯାଏ। ଦ୍ୱିତୀୟ ତିମୋଥୀ ତାର 3 ପର୍ବ 1 ପଦରୁ 5 ପଦ। ମୁଁ ଏଠି ଯାଉନି, ଆପଣ ମାନେ ଅଲଗା ସମୟରେ ତାହାକୁ ପଢିବେ। ମୋର କହିବାର ଉଦ୍ଦେଶ୍ୟ ହେଲା, ନୋହଙ୍କ ସମୟରେ ଯଦି ଦୁଷ୍ଟତା ଅତି ବୃହତ ଥିଲା, ନିଶ୍ଚିତ ଭାବରେ ଆଜିର ଦିନରେ ମନୁଷ୍ୟର ଦୁଷ୍ଟତା ତାଠୁ ଆହୁରି ଅଧିକ ବୃହତ ଥିଲା। ତେଣୁ ମନୁଷ୍ୟ ପୁତ୍ରଙ୍କର ଆଗମନ ନିଶ୍ଚିତ ଭାବରେ ନୋହଙ୍କ ସମୟରେ ଯେତିକି ନିକଟବର୍ତ୍ତୀ ଥିଲା, ଆଜି ନିଶ୍ଚିତ ଭାବରେ ଆମମାନଙ୍କ ପାଇଁ ଆହୁରି ନିକଟବର୍ତ୍ତୀ ଅଟେ। ଦ୍ୱିତୀୟ ବିଷୟ ହେଲା, ନୋହଙ୍କ ପ୍ରଚାରକୁ ଲୋକମାନେ ଗ୍ରହଣ କରୁନଥିଲେ। ଲୋକମାନେ ଶକ୍ତ ଗ୍ରୀବା ଥିଲେ, ଲୋକମାନେ ଶୁଣୁଥିଲେ କିନ୍ତୁ ଗ୍ରହଣ କରୁନଥିଲେ। ଯଦିଓ ପୁରାତନ ନିୟମରେ ବା ଆଦି ପୁସ୍ତକରେ ନୋହ ପ୍ରଚାର କରିବା ବିଷୟରେ ଲେଖାଯାଏ ନାହିଁ, କିନ୍ତୁ ନୂତନ ନିୟମରେ ନୋହ ଜଣେ ଧର୍ମ ପ୍ରଚାରକ ଥିଲେ ବୋଲି ଲେଖାଯାଏ। ଆପଣ ମାନେ ଯଦି ପଢିବେ ଦ୍ୱିତୀୟ ପିତର ତାର 2 ପର୍ବ 5 ପଦରେ ସେ ଲେଖାଯାଏ, ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମ ପ୍ରଚାରକ ନୋହଙ୍କୁ ଅନ୍ୟ 7 ଜଣଙ୍କ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ। ଏଠି ଆମେ ଦେଖୁଛୁ ଦ୍ୱିତୀୟ ପିତର ତାର 2 ପର୍ବ 5 ପଦରେ ନୋହଙ୍କୁ ଧର୍ମ ପ୍ରଚାରକ ଭାବରେ ବର୍ଣ୍ଣନା କରାଯାଏ। ପୁଣି ପ୍ରଥମ ପିତର ତାର 3 ପର୍ବ 19 ଏବଂ 20 ପଦରେ ମଧ୍ୟ 20 ପଦର ପ୍ରଥମାଂଶରେ ମଧ୍ୟ ନୋହଙ୍କୁ ଜଣେ ଧାର୍ମିକ ଲୋକ ଏବଂ ଧର୍ମ ପ୍ରଚାରକ ଭାବରେ ବର୍ଣ୍ଣନା କରାଯାଏ। ଆଉ ଏଇ ଯୋଉ ତିଆରି କରିବା ବିଷୟରେ ଯେତେବେଳେ ଆମେ ଦେଖୁ, ନୋହ ଯେତେବେଳେ ଜାହାଜ ତିଆରି କରୁଥିଲେ, ଯଦିଓ ବାଇବଲରେ କେତେ ବର୍ଷ ଲାଗିଥିଲା ସେ ବିଷୟରେ ସଠିକ ତଥ୍ୟ ଦିଆଯାଇ ନାହିଁ, କିନ୍ତୁ ଜିହୁଦୀ ଟ୍ରାଡିସନ ଅନୁସାରେ 3ଟି ତଥ୍ୟକୁ ଗ୍ରହଣ କରାଯାଏ। ଗୋଟିଏ ତଥ୍ୟ ଯୋଉଟା କି 100 ରୁ 120 ବର୍ଷ ଲାଗିଥିଲା ବୋଲି ଆଦି ପୁସ୍ତକ 6 ପର୍ବ 3 ପଦରେ ଯୋଉ ସତର୍କତା କରାଯାଇଛି ଏବଂ ମନୁଷ୍ୟର ଆୟୁଷ 120 ବର୍ଷ ଲେଖାଯାଇଛି, ତାକୁ ଆଧାର କରି କିଛି ଲୋକ ଏଇ ଇଣ୍ଟରପ୍ରିଟେସନ କରନ୍ତି ଯେ ନୋହ ଏବଂ ତାଙ୍କ ପରିବାରକୁ ଜାହାଜ ପ୍ରସ୍ତୁତ କରିବା ପାଇଁ, ନିର୍ମାଣ କରିବା ପାଇଁ 100 ରୁ 120 ବର୍ଷ ଲାଗିଥିବାର ସମ୍ଭାବନା ଅଛି। ଦ୍ୱିତୀୟ ଥିଓରୀ ପାଖାପାଖି 50 ରୁ 75 ବର୍ଷ ଲାଗିଥିଲା ବୋଲି ଧରାଯାଏ। ନୋହଙ୍କର 3 ପୁତ୍ରଙ୍କର ଜନ୍ମ ହେବା, ସେମାନଙ୍କ ବୃଦ୍ଧି ପାଇବା ଏବଂ ସେମାନଙ୍କର ବିବାହ କରିବା ଇତ୍ୟାଦିକୁ କାଲକୁଲେସନ କରି, ଯେହେତୁ 3 ପୁଅ ହିଁ ବିବାହ କରିଥିଲେ ବୋଲିକି ଯେତେବେଳେ ସେ ଜଳପ୍ଳାବନ ପୂର୍ବରୁ ଯେତେବେଳେ ସେ ଜାହାଜରେ ପ୍ରବେଶ କଲେ, ସେ 3 ଜଣ ଯାହା ବିବାହ କରିଥିଲେ ବୋଲି ବାଇବଲ କୁହେ। ଏ ସବୁକୁ ଆଧାର କରି ଦ୍ୱିତୀୟ ଟ୍ରାଡିସନ କୁହେ 50 ରୁ 75 ବର୍ଷ ଲାଗିଥିଲା ବୋଲି। ଆଉ ତୃତୀୟ ଟ୍ରାଡିସନ ଯୋଉଟା ଦ ବୁକ୍ ଅଫ ଜାସରଙ୍କ ପୁସ୍ତକ, ଯୋଉଟା ନନ୍ କାନୋନିକ ଆମ ବାଇବଲ ଭିତରେ ସାମିଲ ନାହିଁ, କିନ୍ତୁ ପୁରାତନ ପୁସ୍ତକ ମଧ୍ୟରୁ ଗୋଟିଏ, ସିଏ ତାକୁ ଏକ୍ଜାକ୍ଟଲି 5 ବର୍ଷ ଲାଗିଥିଲା ବୋଲି ଲେଖନ୍ତି। ସେ ଯାହା ବି ହଉନା କାହିଁକି, ନୋହଙ୍କୁ ଯେତେ ବର୍ଷ ବି ଲାଗିଥାଉ, ସେ ଯେତେବେଳେ ଜାହାଜ ନିର୍ମାଣ କରୁଥିଲେ ସେତେବେଳେ ମଧ୍ୟ ଲୋକମାନଙ୍କୁ ଆସନ୍ତା ବିପଦକୁ ନେଇକିରି, ଜଳପ୍ଳାବନକୁ ନେଇକିରି, ବିନାଶକୁ ନେଇକିରି ଆଉ ସେଇ ଲୋକମାନଙ୍କ ସମ୍ମୁଖରେ ବାକ୍ୟ ପ୍ରଚାର କରୁଥିଲେ, ସୁସମାଚାର ପ୍ରଚାର କରୁଥିଲେ, ସତର୍କତା ବିଷୟ ସତର୍କ କରାଇ ଦଉଥିଲେ। କିନ୍ତୁ ଲୋକମାନେ ତାହାଙ୍କର ପ୍ରଚାରକୁ ଆଦୌ କର୍ଣ୍ଣପାତ କରୁନଥିଲେ, ତାହାଙ୍କର ପ୍ରଚାରକୁ ଆଦୌ ସେମାନେ ଗ୍ରହଣ କରୁନଥିଲେ, ଶୁଣୁଥିଲେ, ତାଙ୍କୁ ପରିହାସ କରୁଥିଲେ, ଥଟ୍ଟା କରୁଥିଲେ।
ଯେତେ ସେ ଜାହାଜ ନିର୍ମାଣ ବିଳମ୍ବ ହଉଥିଲା ସେତେ ତାଙ୍କୁ ନିଶ୍ଚିନ୍ତ ଭାବରେ ଅଧିକ ଥଟ୍ଟା କରୁଥିଲେ। ଦେଖ ଇଏ ଜାହାଜ ତିଆରି ହଉଛି, ବର୍ଷା ଟୋପାଟେ ହେବାର ନା ଗନ୍ଧ ନାହିଁ, ୟାକୁ ପୁଣି ଭସେଇକିରି ନବ। ତ ସେମାନେ ତାଙ୍କୁ ପରିହାସ କରୁଥିଲେ, ସେମାନେ ତାଙ୍କୁ ଗ୍ରହଣ କରୁନଥିଲେ। ଆଉ ଏପରି ଯଦି ଏବେ ଦେଖିବେ ତାହେଲେ ଆଜି ଦିନରେ ଲୋକମାନେ ତହୁ ଅଧିକ ଶକ୍ତ ଗ୍ରୀବା ଅଟନ୍ତି। ସେତେବେଳେ ନହୁ ଜଣ ପ୍ରଚାର କରୁଥିଲେ, ଆଜି ଲକ୍ଷ ଲକ୍ଷ ଲୋକ ପ୍ରଚାର କରୁଛନ୍ତି। ଆଉ ସେତେବେଳେ ପ୍ରଚାର କରୁଥିବା ଲୋକମାନଙ୍କୁ ପରିହାସ କରୁଥିଲେ। ଆଜି ମଧ୍ୟ ବାକ୍ୟ ପ୍ରଚାରକାରୀ ମାନଙ୍କୁ କେବଳ ପରିହାସ କରାଯାଉ ନାହିଁ, ମାତ୍ର ତାଡ଼ନା ମଧ୍ୟ ଦିଆଯାଉଛି, ଆବଶ୍ୟକ ପଡ଼ିଲେ ହତ୍ୟା କରି ଦିଆଯାଉଛି। ଆଶ୍ଚର୍ଯ୍ୟର ବିଷୟ ହେଲା ଏପରିକି ଆମେରିକା ପରି ଖ୍ରୀଷ୍ଟିଆନ ଦେଶରେ ମଧ୍ୟ ସୁସମାଚାର ପ୍ରଚାର କରୁଥିବା ଲୋକମାନଙ୍କୁ ତାଡ଼ନା ଦିଆଯାଉଛି। ମୁଁ ପହରଦିନ ହିଁ ଗୋଟେ ଛୋଟ ରିଲ ଦେଖୁଥିଲି, ଛକରେ ଠିଆ ହେଇକିରି ଜଣେ ଉଚ୍ଚ ସୁରରେ ପ୍ରଚାର କରୁଥିଲେ ଈଶ୍ୱରଙ୍କ ବାକ୍ୟ ଆମେରିକା ଭଳିଆ ଜାଗାରେ, ଆଉ ଲୋକମାନେ ତାଙ୍କୁ ଆସିକି ପିଟୁଛନ୍ତି। ଯୋଉ ଆମେରିକା, ଯୋଉ ଇଂଲଣ୍ଡ ସାରା ପୃଥିବୀରେ ସୁସମାଚାର ପ୍ରଚାର କରିଥିଲା, ଆଜି ସେଇ ଜାଗାରେ ଲୋକମାନେ ସୁସମାଚାର ପ୍ରତି ବିମୁଖ ଅଟନ୍ତି। ତେଣୁ ନୋହଙ୍କ ସମୟରେ ଯେବେ ନୋହଙ୍କ ପ୍ରଚାରକୁ ଲୋକମାନେ ଶୁଣୁନଥିଲେ ବା ଗ୍ରହଣ କରୁନଥିଲେ, ଆଜି ଲୋକମାନେ ତହୁ ଅଧିକ ଲୋକମାନେ ସୁସମାଚାରର ବିମୁଖ ଏବଂ ସୁସମାଚାର ପ୍ରଚାର କରୁଥିବା ଲୋକମାନଙ୍କ ଠାରୁ ବିମୁଖ। ସେମାନେ ଆଜି ଆହୁରି ଅବାଧ୍ୟ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ନୋହଙ୍କ ସମୟରେ ଯୋଉ ସମୟ ଥିଲା, ଆଜି ସେ ସମୟ ଆହୁରି ଅଧିକ ଭୟଙ୍କର ହେଇଛି। ତୃତୀୟ ବିଷୟ ହେଲା, ନୋହଙ୍କ ସମୟରେ ସାମାଜିକ ଜୀବନ ଅତି ଆନନ୍ଦମୟ ଥିଲା, ଅତି ଠିକ ଠାକ ଥିଲା। ସୋସିଆଲ ଲାଇଫ ୱାଜ ଭେରି ଗୁଡ ଏଟ ଦି ଟାଇମ ଅଫ ନୋଆ। ଆପଣ ମାଥ୍ୟୁ ତାର 24 ପର୍ବ 29 ଏବଂ 39 ପଦରେ ଆମେ ପଢିଛୁ, ଲୋକମାନେ ମଉଜ କରିବାରେ ବ୍ୟସ୍ତ ଥିଲେ, ଲୋକମାନେ ପାର୍ଟି କରିବାରେ ବ୍ୟସ୍ତ ଥିଲେ, ଲୋକମାନେ ବିବାହ କରିବାରେ ବ୍ୟସ୍ତ ଥିଲେ, ଲୋକମାନେ ବିବାହ ଦେବାରେ ବ୍ୟସ୍ତ ଥିଲେ। ପିପୁଲ ୱେର ଏନ୍ଜୟିଂ ଦେୟାର ସୋସିଆଲ ଲାଇଫ। ସେମାନଙ୍କର ସାମାଜିକ ଜୀବନ ଅତି ଆନନ୍ଦମୟ ଥିଲା। ବିପଦ ଆସିବା ପର୍ଯ୍ୟନ୍ତ ସେମାନେ ଆନନ୍ଦ କରୁଥିଲେ। ଆଉ ସେମାନେ ଆଜି ଦେଖନ୍ତୁ, ଏଇ ଯୋଉ ସୋସିଆଲ ଲାଇଫ କେତେ ଅଧିକ ଲୋକମାନଙ୍କୁ ଆକ୍ରାନ୍ତ କରିଛି। ଆଉ ଏଇ ସୋସିଆଲ ଲାଇଫକୁ ଅଧିକ ଆଗ୍ରାଭେଟ କରୁଛି ସୋସିଆଲ ମିଡିଆ। ଆଜି ଆମମାନେ ନିଜର ଖୁସି ପାଇଁ ଯେତିକି ସୋସିଆଲ ଲାଇଫ ବଞ୍ଚୁନାହୁଁ, ଅନ୍ୟମାନଙ୍କୁ ଖୁସି କରେଇବା ପାଇଁ ଆମମାନେ ବେଶୀ ସୋସିଆଲ ଲାଇଫ ବଞ୍ଚୁଛୁ। ଏ ସୋସିଆଲ ଲାଇଫ ବା ସୋସିଆଲ ମିଡିଆରେ ପୋଷ୍ଟ ଟିକେ କରିବା ପାଇଁ ବୋଲିକିରି ଆମମାନେ ଗୋଟିଏ ଗୋଟିଏ ଇଭେଣ୍ଟରେ କେତେ ପଇସା ଖର୍ଚ୍ଚ କରିଦେଉ। କାହାର ଯଦି ବାହାଘର ହେଲା, ତାହେଲେ ପ୍ରି ୱେଡିଂ ସୁଟିଂରେ ଆମେ ଗୋଟେ ଡ୍ରେସ୍ କିଣିଥାଉ, ତାଙ୍କର ଗୋଟେ ଏନଗେଜମେଣ୍ଟ ପାଇଁ ଗୋଟେ ଡ୍ରେସ୍ କିଣିଥାଉ, ତାଙ୍କର ହଳଦୀ ମେହେନ୍ଦି ହବ ତା ପାଇଁ ଆମେ ଡ୍ରେସ୍ କିଣିଥାଉ, ତାଙ୍କ ବାରାତରେ ଯିବୁ ତା ପାଇଁ ଗୋଟେ ଡ୍ରେସ୍ କିଣିଥାଉ, ତାଙ୍କ ରିସେପସନରେ ଯିବୁ ତା ପାଇଁ ଗୋଟେ ଡ୍ରେସ୍ କିଣିଥାଉ। କାରଣ ଆମେ ଗୋଟେ ଡ୍ରେସକୁ ରିପିଟ୍ କରିବା ପାଇଁ ଚାହୁଁନୁ, ଆମ ସୋସିଆଲ ଲାଇଫ ରିପିଟେଟିଭ ହବ ବୋଲିକି। ସୋସିଆଲ ମିଡିଆରେ ଆମେ ଗୋଟେ ଯଦି ଡ୍ରେସ୍ ପିନ୍ଧିକି ପୋଷ୍ଟ କରିଦଉଛୁ, ତାହେଲେ ସେଟାକୁ ଆମେ ରିପିଟ୍ କରିବା ପାଇଁ ଆମେ ଚାହୁଁନା। ତ ତାହା ଫଳରେ ଲୋକମାନେ କେବଳ ଆତ୍ମିକ ଦୃଷ୍ଟିକୋଣରେ ଅଧପତନ ହଉନାହାନ୍ତି, ମାତ୍ର ସେମାନେ ଆର୍ଥିକ ଦୃଷ୍ଟିକୋଣରେ ମଧ୍ୟ ଦରିଦ୍ର ହଉଛନ୍ତି। ଅତି ଭୟଙ୍କର ବିଷୟ। ତ ସୋସିଆଲ ଲାଇଫ ସେତେବେଳେ ସେମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦି ଫ୍ଲଡ କେମ୍, ସେମାନେ ଆନନ୍ଦ ଏବଂ ଉଲ୍ଲାସରେ ଜୀବନ କାଟୁଥିଲେ। ଆଜି ଆମମାନେ ମଧ୍ୟ ସେ ପ୍ରକାର କରିବାରେ ଲାଗିଛୁ। ଆମମାନେ ଏପରିକି ଆଶ୍ଚର୍ଯ୍ୟର ବିଷୟ ହେଲା, ରବିବାର ଦିନ ମଧ୍ୟ, ଅଲଗା ଦିନ ତ ଛାଡନ୍ତୁ, ଆମମାନେ ରବିବାର ଦିନ ମଧ୍ୟ ଈଶ୍ୱରଙ୍କ ସେବା କାର୍ଯ୍ୟ କରିବା ବଦଳରେ, ଈଶ୍ୱରଙ୍କୁ ଧନ୍ୟବାଦ ପ୍ରଶଂସା କରିବା ପାଇଁ ଯିବା ବଦଳରେ, ସେଇ ସମୟରେ ଯଦି କୋଉଠି ଭୋଜି ଅଛି, ସେଇ ସମୟ ଯଦି କୋଉଠି ସୋସିଆଲ ପାର୍ଟି ଅଛି, ଆମେ ସେଠିକି ଯିବା ପାଇଁ ପ୍ରସ୍ତୁତ ହେଇଯାଇଥାଉ। We give priority to the social life than to the God. ଈଶ୍ୱରଙ୍କୁ ଆମେ ପ୍ରାଥମିକତା ନ ଦେଇ ଅନେକ ସମୟରେ ଆମମାନେ ଏଇ ସାମାଜିକ ଜୀବନରେ ଆମମାନେ ଆନନ୍ଦ ପାଇବା ପାଇଁ ଆମେ ସେଠିକି ଯାଇଥାଉ। ଆମମାନଙ୍କର ପରମେଶ୍ୱର ଆମମାନଙ୍କର ପ୍ରାୟୋରିଟି ହେଇନଥାନ୍ତି, ଆମମାନଙ୍କ ସୋସିଆଲ ଲାଇଫଟା ପ୍ରାୟୋରିଟି ହେଇଥାଏ।
आमे गोटे केयरलेस जीवन यापन करिथाउ आमे रविवार दिन केते केयरफुली परमेश्वर निकट आमे आसुछु जनक विषय मैं रिसेंटली पढुतिली आ मते बड़ा आश्चर्य लागिला मु सेटा निश्चित भाबे आपन सम्मुख रखिया पे चाहिबी जणे स्कॉटलैंड रो धावक जोटा कि ग्रेट ब्रिटेन रो गुटे अंश अटे ताको नाम अछि एरिक लिडल सी 1924 मसिया रे जते पेरिस रे ओलंपिक होउतला से 100 मीटर रेस रे भाग लेथिले आ से तांकर दौड़िबा स्पीड देखि तांको ना दिया जायतिला फ्लाइंग स्कॉट्समैन यानी कि उड़ंता स्कॉटियो लोक आ तांकर प्रैक्टिस को देखि तांकर पूर्व रिकॉर्ड को देखि तांकर स्पीड को देखि समस्त भाबिथिले जे निश्चित भाव रे से गोल्ड मेडल हासिल करिवे किंतु से जने ईश्वर भयकारी थिले आ जेतले 100 मीटर रेस पे से भाग नेबा पई प्रस्तुत होउचंती से 100 मीटर रेस संडे दिन पड़ी गला रविवार दिन पड़ी ओलंपिक 4 वर्ष थरे आसीबो पृथ्वीर सबटार बड़ खेल सेटा ओलंपिक इज द बिगेस्ट स्पोर्ट्स इवेंट किंतु एरिक लिडल गुटे आश्चर्यचकित कला बेला निष्पत्ति नेले से कहले संडे दिन मु दौड़ीबी नहीं संडे दिन मु ईश्वर को मंदिर को जीवी दैट इज द डे फॉर मी टू बी कनेक्टेड विथ गॉड आई विल नॉट रन आ से सेतिरे दौड़ीले नहीं आ परवर्ती समय से ओलंपिक रे से 400 मीटर रे दौड़ीले दौड़िबा पे प्रस्तुत हेले किंतु से प्रकृत रे 100 मीटर पे प्रिपेयर हेतिले 400 मीटर पे से प्रिपेयर हे नथिले किंतु से 400 मीटर रे भाग नेले एवं आश्चर्यर विषय हला ईश्वर को अनुग्रह रे से 400 मीटर रे मध्य प्रथम आसी गोल्ड मेडल हासिल कले एरिक लिडल ओलंपिक भले खेल को प्राधान्य न दे रविवार दिन सी परमेश्वर को प्राधान्य देले किंतु आज आम जदि देखा आम आज भाया दिन में आम रविवार दिन सामान्य गोटे भोजी को परित्याग करने इच्छा कर ओलंपिक भाया जिन तो बहुत बड़ विषय तेणु 3 नंबर आम देखिलु जे एट दैट टाइम सोशल लाइफ वाज वेरी वेरी एंजॉयफुल लोक माने सामाजिक जीवन रे अति मात्रा रे माति थिले आज दिन में तो चारिपटे बुलिकी देखे लोक माने सामाजिक जीवन रे अति मात्रा रे व्यस्त लोक माने से इवन रविवार दिन मध्य आम विश्वासी लोक माने रविवार दिन जदि भोजी अछि आ से दिन जदि चर्च भी आसबार अच्छी किछि लोक मु कहूनी समस्ते बट किछि लोक चर्च को आसवा बदल रे भोजी को जीवा पई पसंद करंती नंबर 4 आम देखा नूह समय भयंकर बन्या आसिला आउ एक बृहत जहाज तेरे 29-39 पदरे आम देखू जे से माने शेष पर्यंत जेतेबेले नूह एवं तांकर 7 जन तांकर परिवार तांकर सहधर्मिणी तांकर 3 पुत्र एवं 3 पुत्रवधू ता सहित नूहंकर हिसाब रे जो सब पक्षी सरीसृप इत्यादि जुमान को सब तांकर परवर्ती समय वंश वृद्धि निमंते ताको भितर प्रवेश करैथिले से समस्त को छाड़ी देले बाकी जो समस्ते बाहर रहिले से माने विनाश प्राप्त हेले अर्थात ए भयंकर बन्या आमानक पई से शेष दिवस को दर्शाए आ जहाज एक सुरक्षार स्थान आमानक दर्शाए जहाज से दिन से 8 प्राणी को एवं अन्य जीवजंतु को रक्षा करथिला जो माने ता भितर प्रवेश कले से माने रक्षा पाइले आज दिन रे आमानकर से सुरक्षा गढ़ हेउची से क्रूस जे क्रूस निकट को आसीबो जे जीशु निकट को आसीबो से आत्मिक जीवन रे सुरक्षा पाइबो जे ताहांकटर आश्रय लेबो से सुरक्षा पाइबो तेणु समय थाउ थाउ बेल थाउ थाउ जेमिति से लोक माने प्रवेश कले ने आ विनष्ट हेले आमे बेल थाउ थाउ ईश्वरंकर शरणागत हेबा जीशुंकर शरणागत हेबा आ क्रूसर निकटवर्ती हेबा
जेपरि आम माने आत्मिक जीवन रे सुरक्षित रहिबा अर्थात आज दिन रे आमे से जहाज को स्वर्ग सहित मध्य आमे कंपेयर करि परिबा अर्थात स्वर्ग राज्य एक सुरक्षित राज्य एक आनंदमय राज्य आमाने मध्य एई दिन मानकरे सुरक्षार राज्य रे प्रवेश करिबा पई सदा चेष्टित आवश्यक परवर्ती पद गुडे जदि आमे पढिबा ताहले लिखा जाए जन को ग्रहण करा जीव आ जन को अग्राह्य करा जीव तेणु आदि पुस्तक ताको जदि 8 पर्व परवर्ती अंश गुडी करे पढिबे विशेष कर 6 रु 9 पद रे जते वर्षा बंद होला 150 दिन परे आ सेते बेले सी नो गोटे डामरा काउ को छाडिले आ से डामरा काउ किंतु आउ फेरिला नाही किंतु गोटे जते कपत को छाडिले सी तार पाद रखिबा पई जागा पाइला नाही तेणु सी फेरी आसिला आ नो ताको हाथ बड़े पुणी थरे जहाज भितर को नेले बोली लिखा जाए एथिरे माने दुई प्रकार प्रकृति थिबा लोक मानक विषय पढु जो मानकर डामरा काउर प्रकृति थिबो अर्थात डामरा काउ मला पचा सडा खाइबा पई ताको भलो लागे जते जलप्लावन होला निश्चित भाव रे अनेक असंख्य पचा सडा स्कप्स बा लाश बा सब निश्चित भाव रे भासी जाउथबो आ डामरा काउ मिली गला तार मन मुताबक खाद्य तेणु से फेरिला नाही तेणु जो माने निजर पाप रे एन्जॉय करते जो माने पाप को उपभोग करते जो माने पाप रे जीवन यापन करिबा पई इच्छा करती से मानको परमेश्वर आ ग्रहण करिवे नाही किंतु कपट से पापमय जगार से अलिया जगार से आवर्जना जगार पाद रखिबा पई जेतले जगह पाइला नहीं से पुणी थे फेरी आसला एवं नो हाथ बड़ी ताको पुणी भितर को नहीं गले अर्थात जो माने पापमय जीवन को परित्याग करी पुणी थे फेरी आसंती प्रभु को निकट को परमेश्वर ताको सादरे ग्रहण करती तेणु या आम 24 पर्व आम सतर्कता दी जाइए आ मात्र तार 25 पर्व आम जानू 1 रु 12 पद मध्य दश कन्या दृष्टांत मध्यम आम प्रस्तुत रहा विषय कह जाए आम 24 पर्व पढ़ा सहित यदि मात्र 25 पर्व न पढ़ू ताहले ताहा कोठी ना कोठी निश्चित असंपूर्ण लगे तेणु आम प्रस्तुत होबार आवश्यकता रही द्वितीय आगमन बेलू तेणु प्रिय प्रभुंकर लोक माने नोह समय जी प्रकार भयंकर थिला आज आम समय आहरी भयंकर अच्छी जदि नोह समय लोक मान दुष्टता बढ़ी जाइए आज आम दुष्टता तहु अधिका बढ़ी जाइए नोह समय लोक मैंने शक्त ग्रीवा थिले आज आम आहरी अधिक शक्त ग्रीवा जदि नोह समय सामाजिक जीवन में लोक मैंने लिप्त थिले एन्जॉयमेंट रे लिप्त थिले एक केयरलेस लाइफ बंचुथिले एवं ईश्वर को प्रायोरिटी बा प्राथमिकता दौ नथिले आज भी आपण माने चारिपटे देखंतु लोक माने निश्चित भाव रे अधिक केयरलेस अच्छा चर्च गुड़िक बहुत बड़ बड़ होइछि मात्र अधिकांश चर्च गुड़ाक संडे दिन खाली पड़ुछि आपण ता पाखरे जदि हाट होउथबो ता पाखरे जदि स्पोर्ट्स होउथबो ता पाखरे जदि खेल होउथबो ताले से जगह रे लोक मानकर बसिबा में जगह नथिबो उठिबा में जगह नथिबो जीवा आसिबा में रास्ता पाउ नथिबे किंतु आपण देखिबे चर्च रे बा गिरजा मानकर लोक मानकर खाली विशेष कर आजिका दिन रे वेस्टर्न कंट्रीज रे आहरी अधिक गुरुत्वपूर्ण समस्या है जो अमेरिका जो ग्रेट ब्रिटेन नाम सारा पृथ्वी में वाक्य प्रचार कला आज से अनेक चर्च गुड़िक लोक न हेबा जुगु बंद हो गलानी अनेक चर्च गुड़िक रेस्टोरेंट रे कन्वर्ट हेलानी अनेक चर्च गुड़ाक बार रे कन्वर्ट हो गलानी अनेक चर्च गुड़ा सोशल क्लब्स रे कन्वर्ट हो गलानी कारण से गुड़िकार लोक मानकर आग्रह आसुना लोक मैंने से चर्च आसपा आग्रह होना लोक मैंने वाक्य शुणा आग्रह होना आपण मान ईश्वर अनेक आशीर्वाद करतु कारण आपण माने प्रतिदिन प्रातः काल रे निजर निद्रा त्याग करी निजर आलस्य त्याग करी आपण माने प्रतिदिन परमेश्वर को निकट को आसुचंती आ परमेश्वर वाक्य शुणुचंती ताकर धन्यवाद प्रशंसा गौरव संभ्रम करूचंती मासको थरे आसुची तथा मते सकाळ उठिबा पे कष्ट लागे किंतु आपण माने प्रतिदिन करूचंती प्रकृति रे आपण माने केते परमेश्वर को गुरुत्व दियंती केते परमेश्वर को प्रेम करंती तेणु आपण समस्त को परमेश्वर
आशीर्वाद करंतु आम समस्त को वाक्य दे बुझार शक्ति दे अनुग्रह आशीर्वाद करंतु आमेन समस्त को पुणी थे प्रेज द लॉर्ड।